ସାର୍ ନମସ୍କାର। ନମସ୍କାର। ହୋଲି ପର୍ବରେ ପରସ୍ପର କାହିଁକି ଫଗୁ ବା ଅବିର ବୋଳନ୍ତି ଟିକେ କୁହ। ହୋଲି ପର୍ବରେ ବିଭିନ୍ନ ପ୍ରକାରର ରଙ୍ଗ ବିରଙ୍ଗ ପରସ୍ପର ମଧ୍ୟରେ ବୋଳାବୋଳି ହେବାର ଦୃଶ୍ୟମାନ ହେଉଛି। ଏହାର କାରଣ ହେଉଛି ସବର୍ଣ୍ଣ ଓ ଅସବର୍ଣ୍ଣ ମାନଙ୍କ ମଧ୍ୟରେ ବହୁ ବର୍ଷ ପୂର୍ବରୁ ଅନେକ ବାର ସଂଗ୍ରାମ ହୋଇଛି। ଅନେକ ଧନ ଓ ଜୀବନ ମଧ୍ୟ ନଷ୍ଟ ହୋଇଛି। ସବର୍ଣ୍ଣ ମାନେ ବହୁ ସଂଖ୍ୟକ ମୂଳ ନିବାସୀ ଅସବର୍ଣ୍ଣ ମାନଙ୍କ ମଧ୍ୟରେ ପ୍ରବେଶ କରି ଭାଇ ଭାଇ ଓ ରାଜା ପ୍ରଜା ମାନଙ୍କ ମଧ୍ୟରେ ବିଭେଦ ପ୍ରାଚୀର ଦଣ୍ଡାୟମାନ କରାଇ ରକ୍ତର ନଦୀ ବୋହାଇ ଦେଇଛନ୍ତି ଓ ନିଜର ସ୍ୱାର୍ଥ ହାସଲ କରିଛନ୍ତି। ମୂଳ ନିବାସୀ ଦାନବ ରାଜା ହିରଣ୍ୟକଶିପୁ ଦେବତା ଓ ଋଷିମୁନି ମାନଙ୍କୁ ଘୋର ବିରୋଧ କରୁଥିଲେ। ସେମାନଙ୍କ କାର୍ଯ୍ୟକଳାପରେ କଦାପି ସନ୍ତୁଷ୍ଟ ନଥିଲେ। ମୁନି ଋଷି ଦେବତା ଅର୍ଥାତ ଉଚ୍ଚ ବର୍ଗର ଲୋକମାନେ ମୂଳ ନିବାସୀ ଲୋକମାନଙ୍କର ସର୍ବଦା ଏକତାକୁ ଭାଙ୍ଗି ଦେଉଥିଲେ। କୂଟ ଚକ୍ରାନ୍ତ କରିବାର ନୀତି ସବର୍ଣ୍ଣ ମାନଙ୍କୁ ଜଣାଥିଲା। ଅସବର୍ଣ୍ଣ ମାନେ ନିରୀହ ସରଳ ଓ ଅମାୟିକ ଥିଲେ। ହିରଣ୍ୟକଶିପୁ ଓ ତାଙ୍କ ପୁତ୍ର ପ୍ରହ୍ଲାଦଙ୍କ ମଧ୍ୟରେ ଅଶାନ୍ତିର ବୀଜ ବୁଣା ଯାଇଥିଲା, ଯାହା ଫଳରେ ପ୍ରହ୍ଲାଦ ସବର୍ଣ୍ଣ ମାନଙ୍କର ଦେବତାଙ୍କର ଭୁରି ଭୁରି ପ୍ରଶଂସା କରୁଥିଲେ। ତତ୍ସହିତ ସେମାନଙ୍କର ସପକ୍ଷବାଦୀ ହୋଇଯାଇଥିଲେ। ପୁତ୍ର ପ୍ରହ୍ଲାଦର ମନ ପରିବର୍ତ୍ତନ କରିବା ପାଇଁ ବାପାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଯାଇଥିଲା। ହିରଣ୍ୟକଶିପୁର ଭଉଣୀ ହୋଲିକା ନିଜ ପୁତୁରା ପ୍ରହ୍ଲାଦକୁ ନିଜ ରାଜ୍ୟ ସପକ୍ଷରେ ବୁଝାଇବା ସହିତ ଓ ସୁପରାମର୍ଶ ଦେବା ସମୟରେ ଚକ୍ରାନ୍ତ କରି ରାତ୍ରି ସମୟରେ ହୋଲିକାକୁ ପୋଡ଼ି ହତ୍ୟା କରିଦେଇଥିଲେ। ଖୁସି ହୋଇ ଦେବତା ମାନେ ଆକାଶରୁ ଅଗ୍ନି ବୃଷ୍ଟି କରିଥିଲେ ବୋଲି ପ୍ରବାଦ ରହିଛି। ଏହା ଥିଲା ଦୋଳ ପୂର୍ଣ୍ଣମୀର ପୂର୍ବ ରାତ୍ରିର ଘଟଣା। ତା ପରଦିନ ହୋଲି ରାକ୍ଷସୀର ମୃତ୍ୟୁ ଉତ୍ସବ ପାଇଁ ପରସ୍ପର ମଧ୍ୟରେ ପାପ ଉପରେ ପୁଣ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ବୋଲି ଘୋଷଣା କରି ଅବିର ବା ଫଗୁ ବୋଳାବୋଳି ହୋଇ ଆନନ୍ଦ ଉଲ୍ଲାସ କରିଥିଲେ। ସେହି ଦିନ ଠାରୁ ହୋଲି ଉତ୍ସବ ପାଳନ କରାଯାଉଛି। କିନ୍ତୁ ଶାସ୍ତ୍ରରେ ଲେଖା ଯାଇଛି ଯେ ହିରଣ୍ୟକଶିପୁର ଭଗିନୀ ହୋଲିକା ଶିବଙ୍କ ଠାରୁ ବର ଲାଭ କରିଥିଲା ଯେ ତାର ଶରୀର ଅଗ୍ନିରେ ପୋଡ଼ିବ ନାହିଁ। ଏକ କାଠ ଗଦା ପ୍ରସ୍ତୁତ କରାଗଲା। ହୋଲିକା ପ୍ରହ୍ଲାଦକୁ କୋଳରେ ଧରି ବସିଥିବା କାଠ ଗଦାରେ ଅଗ୍ନି ସଂଯୋଗ କରାଗଲା। ହୁ ହୁ ହୋଇ ଜଳି ଉଠିଲା କାଠ ଗଦାଟି। ପ୍ରଜ୍ୱଳିତ ଅଗ୍ନି ଶିଖା ମଧ୍ୟରେ ଭକ୍ତ ପ୍ରହ୍ଲାଦ ଚନ୍ଦନ ତୁଲ୍ୟ ଶୀତଳ ବୋଧ କଲା।
ହେଲେ ହୋଲିକା ଶରୀର ଅଗ୍ନି ମଧ୍ୟରେ ପୋଡ଼ି ପାଉଁଶ ପାଲଟି ଗଲା। ଏହା କେତେ ବଡ଼ ଦୁଃଖଦାୟକ କଥା। ଜଣେ ସ୍ତ୍ରୀ ଲୋକକୁ ଜୀବନ୍ତ ଦଗ୍ଧ କରି ଦିଆଗଲା। ଜଣେ ନ ପୋଡ଼ି ବଞ୍ଚି ରହୁଛି ଓ ଜଣେ ପୋଡ଼ି ମରି ପାଉଁଶ ହେଇଯାଉଛି। କି ବିଚିତ୍ର କଥା। ସତ୍ୟ ଓ ଅସତ୍ୟର ବିଚାର କରନ୍ତୁ। କୋଉ ଆଧାରରେ ଜଣଙ୍କର ମୃତ୍ୟୁରେ ଏତେ ଆନନ୍ଦ ଉଲ୍ଲାସର ଲହରୀ ସୃଷ୍ଟି ହେଉଛି ଓ ପରସ୍ପର ମଧ୍ୟରେ ରଙ୍ଗ ବିରଙ୍ଗ ଖେଳରେ ମାତି ଲୋକ ଉଲ୍ଲାସରେ ମଜ୍ଜି ଯାଇଛନ୍ତି। ଏହା ମଧ୍ୟ ଅନେକଙ୍କୁ ଚକିତ କରୁଥିବ, ମତେ ମଧ୍ୟ ଆଜି ବିଚଳିତ କରିଦେଉଛି। ଏହି ମୂଳ ନିବାସୀ ଲୋକମାନଙ୍କର ସହିତ କିଛି ଉଚ୍ଚ ବର୍ଗ ଲୋକମାନଙ୍କର ଶତ୍ରୁତାକୁ କେନ୍ଦ୍ର କରି ଏଠି ବଳି ପଡ଼ି ଯାଇଛନ୍ତି ଜଣେ ରମଣୀ। ଏହାର ଯଥାର୍ଥ ସତ୍ୟତାକୁ ପ୍ରତିପାଦିତ ଆପଣମାନେ କରନ୍ତୁ। ନମସ୍କାର।